ପିଲାମାନେ ଶୁଭ ସକାଳ। ଆଚ୍ଛା ପିଲାମାନେ ଆଜି ତମେମାନେ ସବୁ କଣ ସବୁ ଖାଇକି ଆସିଛ? ଆଚ୍ଛା ପିଲାମାନେ ତମେମାନେ ସବୁ ଖେଳାଖେଳି କର। ଆଚ୍ଛା ଖେଳିଲା ସମୟରେ ବିଭିନ୍ନ ପ୍ରକାରର ଆମର ଦେଖିଥିବ କଣ ସବୁ ପଡ଼ିଯାଇଥିବ, କାହାର ରାମ୍ପି ହେଇଥିବ, ଖଣ୍ଡିଆ ହେଇଥିବ। ଆଚ୍ଛା ସେଗୁଡ଼ିକ ସବୁ ଆମେ କଣ କହୁଛେ ନା ପ୍ରାଥମିକ ଚିକିତ୍ସା। ଆଚ୍ଛା ଆଜି ପଞ୍ଚମ ଶ୍ରେଣୀ ଇବିଏସରେ ଥିବା ପ୍ରାଥମିକ ଚିକିତ୍ସା ବିଷୟରେ ଆମେ ଆଜି ପଢ଼ିବା। ଆଚ୍ଛା ଏଇ ପଢ଼ିଲା ପରେ ଆମେ ବିଭିନ୍ନ ପ୍ରକାରର ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଜାଣିବା ବା ଆଲୋଚନା କରିବା ଏବଂ ସେ ସମ୍ପର୍କରେ ସବୁ ପ୍ରାଥମିକ ଚିକିତ୍ସା କିପରି କରିବ ସେ ସମ୍ପର୍କରେ ଜାଣିବ। ଆଚ୍ଛା ପିଲାମାନେ ଏଇଠି ମୁଁ ଗୋଟିଏ ଦୃଶ୍ୟ ଦେଖଉଛି, ଦେଖ। ଆଚ୍ଛା ଏଇଠି କଣ ହଉଛି? କୁକୁର ଟିକେ ଗୋଡେଇଛି ନା କି? ଆଚ୍ଛା ହଉ, ସେଇ କୁକୁର ଗୋଡେଇ ଥିବା ସମୟରେ ତାକୁ କାମୁଡି ଦେଲା। ଆଚ୍ଛା କାମୁଡି ଦେଲା ବେଳେ ତମେମାନେ କିପରି ତାକୁ ପ୍ରାଥମିକ ଚିକିତ୍ସା କରିବ? କିପରି କରିବ ନା ପ୍ରଥମେ କ୍ଷତ ସ୍ଥାନକୁ ଭଲ ଭାବରେ ସାବୁନ ବା ଡେଟଲ ପାଣିରେ ଧୋଇଦେବା। କ୍ଷତ ସ୍ଥାନକୁ ପରିଷ୍କାର କନାରେ ବାନ୍ଧିଦେବା। ଯଥା ସମ୍ଭବ ଡକ୍ଟରଙ୍କ ପାଖକୁ ନେଇଯିବା। କାହିଁକି କହିଲ? ଡାକ୍ତର ପାଖକୁ ନେଲେ ସେଠାରେ ସେ ଇଞ୍ଜେକ୍ସନ ବା ଭ୍ୟାକ୍ସିନ ଲଗେଇଦେବେ। ନିହାତି ତମେ ମାନେ ଡରିବ ନାହିଁ ଭ୍ୟାକ୍ସିନ ନେଲା ବେଳେ, ଜାଣିଲ? ଆଚ୍ଛା ହଉ, ତାପରେ ଦେଖିଲ ପିଲାମାନେ ଏଠି ଗୋଟିଏ ଦୃଶ୍ୟ ଦେଖଉଛି। ପାଣିରେ ବୁଡି ଯିବା ସମୟରେ ଆମେ କିଭଳି ପିଲାମାନଙ୍କୁ ପ୍ରାଥମିକ ଚିକିତ୍ସା ଦେବା ବା ଲୋକମାନଙ୍କୁ ପାଣିରେ ଦେଖ ବୁଡି ଯାଉଛି, ତାକୁ ଜଣେ ଦଉଡ଼ିରେ ଟାଣିକି ଆଣୁଛି ନା କି? ଯଥା ସମ୍ଭବ ଯଦି ଦଉଡ଼ି ଅଛି ଆମେ ତାକୁ ଦେଇଦେବା। ପକେଇଦେଲା ପରେ ଆମେ ତାକୁ ଟାଣି ଆଣିବା କୂଳକୁ ଏବଂ ଯଥା ସମ୍ଭବ ତାକୁ ଆଣିକି ତଳକୁ ମୁହଁକୁ ସାଇଡ୍ କରିକି ଆମେ କଣ କରିବା? ତାକୁ ଶୋଇଦେବା। ଆଚ୍ଛା ହଉ, ଦେଖିଲ ପିଲାମାନେ ତାକୁ ଶୋଇ ଦେଇଛି ନା କି? ସେଠି କିଭଳି ତାକୁ ପିଠି ପଟରୁ ଧୀରେ ଧୀରେ ପ୍ରେସ୍ କରୁଛି। ପ୍ରେସ୍ କରିବା ଦ୍ୱାରା କଣ ହଉଛି? ଚାପି ଦେଲେ ସେ କଣ ହଉଛି ନା ପାଣି ଗୁଡ଼ିକ ସବୁ ବାହାରି ଯିବ ଏବଂ ଯଥା ସମ୍ଭବ ତାକୁ ଆମେ ପୁଣି ଡାକ୍ତରଖାନାକୁ ନେଇଯିବା। ତାପରେ ଦେଖିଲ ପିଲାମାନେ ହାତରେ ବାଣ ଫୁଟିଲେ, ତମେ ଜାଣିଛ ଦୀପାବଳିରେ ସବୁ ବାଣ ଫୁଟଉଥିବ। ଏଇ ଯେ ହାତରେ ଯେତେବେଳେ ବାଣ ଫୁଟିଗଲା ସେ ସମୟରେ କଣ କରିବ ନା ଆମେ ଯଥା ସମ୍ଭବ ଥଣ୍ଡା ପାଣି ବା ବରଫ ଦିହରେ ଆମେ ତାକୁ ଢାଙ୍କିଦେବା ବା ଥଣ୍ଡା ପାଣିରେ ତାକୁ ଘୋଡ଼ାଇ ରଖିବା ଏବଂ ଯଥା ସମ୍ଭବ ଦରକାର ହେଲେ ଆମେ ଡାକ୍ତରଙ୍କର ପରାମର୍ଶ ନେଇକି କିଛି ଅଏଣ୍ଟମେଣ୍ଟ ମଧ୍ୟ ଲଗେଇଦେବେ। ତାପରେ ଆମେ ଜାଣିଛେ ପିଲାମାନେ ରୋଷେଇ ସମୟରେ ଜାଣିଥିବ ମା ରୋଷେଇ ଘରେ ମନେକର ରୋଷେଇ କରୁଛନ୍ତି, ରୋଷେଇ ସମୟରେ ପିନ୍ଧା ଲୁଗାରେ ନିଆଁ ଲାଗିଲେ କିଭଳି ପ୍ରାଥମିକ ଚିକିତ୍ସା ଦେବ? ଦେଖ, ହେଇ ରୋଷେଇ ସମୟରେ ପିନ୍ଧା ଲୁଗାରେ ନିଆଁ ଲାଗିଗଲେ ଆମେ ଯଥା ସମ୍ଭବ କଣ କରିବା? ତାକୁ କମଳରେ ଢାଙ୍କିଦେବା ଏବଂ ଥଣ୍ଡା ପାଣିରେ, ଯେମିତି ମୁଁ କହିଲି ବରଫରେ, ଆମେ ତାକୁ କଣ କରିବା? ହାତ ବୁଡେଇଦେବା, ପାଣିରେ ହାତ ବୁଡେଇବା ଏବଂ ବା ସେଇ ସ୍ଥାନରେ ଆମେ ଥଣ୍ଡା ପାଣି ବା ଆଇସ୍ ବା ଯୋଉଟା ତମେ ବରଫ ଆମେ କହୁଛେ ଫ୍ରିଜରୁ ଆଣିକି, ଯଦି ଫ୍ରିଜ ନଥାଏ ଆମେ ଯଥା ସମ୍ଭବ ଥଣ୍ଡା ପାଣିରେ ତାକୁ କଣ କରିବା? ଆଣିକି ତାକୁ କମଳରେ ଘୋଡ଼େଇ ଦେବା ଏବଂ ସେ ସ୍ଥାନରେ ପାଣିରେ ଲଗେଇକି ଯଥା ସମ୍ଭବ ତାକୁ ଢାଙ୍କିଦେବା। ତାପରେ କଣ କରିବା? ନାକରୁ ଯେତେବେଳେ ରକ୍ତ ବାହାରିଲେ ଆମେ କଣ କରିବା? ଆଚ୍ଛା ହଉ, ଅନେକ ପିଲାଙ୍କର ଦେଖିବ ସମୟ ସମୟରେ ନାକରୁ ରକ୍ତ ବାହାରିଥାଏ। ନାକରୁ ରକ୍ତ ବାହାରିଲେ ଆମେ କଣ କରିବା? ନା ଯଥା ସମ୍ଭବ ପାଟି ଦ୍ୱାରା ଶ୍ୱାସକ୍ରିୟା ନେବା ଏବଂ ତଳକୁ ମୁହଁ କରିକି କଣ କରିବା? ରଖିବା ନାହିଁ। ନାକକୁ ପାଣିରେ ଧୋଇଦେବା, ମୁଣ୍ଡକୁ ଉପର କରି ଶୋଇପଡ଼ିବା ବା ରଖିବା ଏବଂ ଓଦା କନା ଦ୍ୱାରା ନାକ ଉପରେ ଦେବା। କାହିଁକି ନା ନାକର ଯେଉଁ ପଟେ ରକ୍ତ ବାହାରୁଥିବ ତାକୁ ଜୋରରେ ଚାପି ଧରିବା ଏବଂ ଯଥା ସମ୍ଭବ ଆମେ ଉପରକୁ ମୁହଁ କରି ରହିଲେ ନାକରୁ ଆଉ ଏତେ ରକ୍ତ ବାହାରିବ ନାହିଁ, ନା କି?